ଆସ ସୁନ୍ଦର କଥାଟିଏ ହବା ଆପଣମାନଙ୍କୁ এই ସୁନ୍ଦର କଥାଟିଏ ଆପଣମାନଙ୍କ ହୃଦୟକୁ ପୁରା ଛୁଇଁବ। ସାଧୁ ସନ୍ଥ ବାବାଜୀ ବ୍ରାହ୍ମଣ ଏମାନଙ୍କର ଦ୍ରବ୍ୟ ଜିନିଷ ଆଦୌ ଛୁଇଁବେନି। କାହିଁକି? ଏମାନଙ୍କର ହେଲା ଜିନିଷ ହରହରା ବିଷ। ଏମାନଙ୍କ ଜିନିଷ କେବେ ବି ଜିନିଷ ଧରିବନି। ବ୍ରାହ୍ମଣକୁ ଆମେ ଦକ୍ଷିଣା ବିଦାକି ଦଉଛେ। କାହିଁକି ଦଉଛେ? ମାତ୍ର ତାଙ୍କର ଗୋଟିଏ ଆଶୀର୍ବାଦ ଯଦି ଦେଇଦେଲେ ନା, ବ୍ରାହ୍ମଣ ଲୋକ ଯଦି ଆଶୀର୍ବାଦ ଦେଇଦେଲେ ଆମର ବହୁତ ମଙ୍ଗଳ ହୋଇଥାଏ। ଯଦି ବ୍ରାହ୍ମଣ ଲୋକ ଆମକୁ ଆଶୀର୍ବାଦ କରିଦିଏ ବହୁତ ମଙ୍ଗଳ ହୋଇଥାଏ। ମଙ୍ଗଳ ଆମର ହବ। ସାଧୁମାନେ ଗାଁ କି ଭିକ ମାଗୁଛନ୍ତି। ବାବାଜୀ ମାନେ ସାଧୁ ସନ୍ଥ ବୈଷ୍ଣବ ଏମାନେ ସମସ୍ତେ ଭିକ ମାଗୁଛନ୍ତି। ତାଙ୍କ ଜିନିଷ କଦାପି ବି ଧରିବନି। ତାଙ୍କ ଜିନିଷ ସେମାନଙ୍କର ବି ହରହରା ବିଷ। ତାଙ୍କୁ ଆମେ କିଛି ସେ ଯେଉଁ ବୁଲୁଛନ୍ତି କାହା ପାଇଁକା? ଆମମାନଙ୍କ ପାଇଁକି ସେ ଯେଉଁ ବୁଲୁଛନ୍ତି ଆମମାନଙ୍କ ମଙ୍ଗଳ ପାଇଁକା ବୁଲୁଛନ୍ତି। ଆମେ ତାଙ୍କୁ କିଛି ଦାନ ଦକ୍ଷିଣା ଦେବା ଦେଖିଲେ ଗୋଟେ ଯଦି କିଛି ସାଧୁସନ୍ଥ ଆପଣ ଯଦି କିଛି କାହା ହାବୁଡ଼ ପଡ଼ୁଛନ୍ତି ସାଧୁସନ୍ଥ ମାନେ ତାଙ୍କୁ କିଛି ଦାନ ଦକ୍ଷିଣା ଦେବ। କିଛି ଆମର ଧର୍ମ ହେବ। ଶିବ ହେଉଛନ୍ତି ସେଇ ଯୋଗୀ ସାଧୁ ସନ୍ଥ। ସେଇ ଶିବ ହେଉଛନ୍ତି ସେଇଭଳିଆ। ତାଙ୍କର ବି ଜିନିଷ ବି କୌଣସି ଧରିବନି। ତାଙ୍କର ବି ହରହରା ବିଷ। ଜଣିଏ ସାଧୁ ମନରେ ଚିନ୍ତା କଲେ। ସେ ଛୋଟ କୁନି ବେଳେ ଚିନ୍ତା କରିଥିଲେ ମୁଁ ମାଘ କୁମ୍ଭ ମେଳାରେ ଯାଇକି କିଛି ଭୋଜନ ଦେବି। କିଛି ଭୋଜନ ସାଧୁମାନଙ୍କୁ ଲକ୍ଷେ ସାଧୁମାନଙ୍କୁ ଦେବି। ଛୋଟବେଳେ ଚିନ୍ତା କରିଥିଲେ। ବଡ଼ ହେଲେ ଯୁବକ ହେଲେ ଗାଁ କି ସେଇଠୁ ମାଗିକି 150 ସୁନା ମୋହର ହେଲେ ଯାଇକି ଲକ୍ଷେ ସାଧୁଙ୍କ ପାଇଁକା ଭୋଜନ ସାରିବା ପାଇଁ ହେବ। ଲକ୍ଷେ ସାଧୁଙ୍କ ପାଇଁକା 150 ସୁନା ମୋହର ହେଲେ ଏଣେ ସାଧୁ ଜଣକ ଆସ୍ତେ ବଡ଼ ହେଲେ। ବଡ଼ ହୋଇକି ସେଠୁ ଗାଁ କି ମାଗିଲେ। ଯେତେବେଳେ ମାଗି 2-3 ମାସରେ ମାଗି ଦିଅନ୍ତି ଗୋଟିଏ ସୁନା ମୋହର ହୋଇ ରଖନ୍ତି। ଆଉ 3-4 ମାସ 5 ମାସ ମାଗନ୍ତି ଆଉ ଗୋଟିଏ ସୁନା ମୋହର ହୋଇ ତାକୁ ବି ରଖନ୍ତି। ଏମିତି ମାଗି ବହୁତ ଦିନ ମାଗି 150ଟି ସୁନା ମୋହର କଲେ। ଯେତେବେଳେ 150 ସୁନା ମୋହର ହେଇଗଲା ସେଇଠୁ ଭଗବାନଙ୍କୁ କହିଲେ ଯାହା ହଉ ମୋ ପରିଶ୍ରମର ମୂଲ୍ୟ ମୋତେ ଭଗବାନ ଦେଇଛନ୍ତି। ମୁଁ ଯେମିତି ହେଲେ ଯାଇକି ମାଘ କୁମ୍ଭ ମେଳାରେ ଲକ୍ଷେ ସାଧୁମାନଙ୍କୁ ଭୋଜନ ଦେବି ଯାଇ ଭୋଜନ ସାରିବାକୁ ଦେବି। ଏ ସାଧୁ ଭାବିଲା ଆଉ କିଛି ସାଧୁମାନେ ଅଛନ୍ତି ଗୋଟେ ଆଶ୍ରମ କରିବେ। ମନେ ଭାବିବେ କିଛି ଆଶ୍ରମ କରିବା। ଆଶ୍ରମରେ ଦାଢ଼ରେ ଗୋଟେ ପୋଖରୀ ଥିବ। କିଛି ଗଛ ବୁଛ ଲଗେଇବା। ଆଶ୍ରମକୁ କେମିତି ବଡ଼ ଆୟୋଜନ କରିବା ଆଶ୍ରମକୁ। ଆଉ କିଛି ସାଧୁମାନେ ଅଛନ୍ତି କିଛି ଭକ୍ତ ଆଣିକି ବସେଇକି ନିଜେ ଗୁରୁ ଦାୟିତ୍ୱ ନେଇକି ଭକ୍ତମାନଙ୍କୁ ଚଳେଇକି ସବୁ କଥା ଏଇଭଳିଆ ସାଧୁମାନଙ୍କର ଚିନ୍ତାଧାରା। ଏ ସାଧୁ ଯେତେବେଳେ କହିଛନ୍ତି ନା ସୁନା ମୋହର ହେଇଗଲା ସେଇଠୁ କହିଲେ ଯିବି ଆଉ ମାଘ ମେଳାକୁ ଯାଇକି କେମିତି ଲକ୍ଷେ ସାଧୁଙ୍କୁ ଆଗ ଭୋଜନ ସାରିବାକୁ ଦେବି। ଏଇଟା ତ 150 ସୁନା ମୋହର ହେଇଗଲା ସାଧୁଙ୍କର। ସାଧୁ ସେଇଠୁ ଚାଲିଲେ। ଯାଉ ଏମିତି ଯେଉଁଠି ଗଛ ବୁଛ ଟିକେ ସାଧୁ ଲୋକ ଠେଙ୍ଗାଟିଏ ଧରିଛନ୍ତି। ଠେଙ୍ଗା ଭିତରେ କିନ୍ତୁ ସବୁଯାକ ସୁନା ମୋହର ରଖିଛନ୍ତି। ଗୋଟେ ଉପରେ ଜଉ ଭରା କରିଦେଇଛନ୍ତି ଆଉ ମାରିଦେଇଛନ୍ତି ଆଉ। ଯିଏ ଜାଣିବାକୁ ସାଧୁ ଲୋକ ତ ଠେଙ୍ଗାଟିଏ ଧରିଛନ୍ତି ଯାଉଛି ତାଙ୍କୁ କିଏ ବା ପଚାରିବେ କାହିଁକି। କେଉଁଠି ଛାଇ ଟିକେ ହେଲେ ବସି ପଡ଼ିବେ। କେଉଁ ଗାଁ ଗଣ୍ଡା କାହା ବେରଣ୍ଡାରେ ଟିକେ ବସି ପଡ଼ିବେ। କେଉଁ ମଣ୍ଡପରେ ଟିକେ ବସି ପଡ଼ିବେ। ଏମିତି ଯାଉ ଗୋଟିଏ ଗାଁ ମୁଣ୍ଡରେ ଗୋଟେ ଗାଁ ପାଖାପାଖି ହେଲା ପରେ ରାତି ହେଲା। ରାତିରେ ଲୋକମାନେ କହିଲେ କ'ଣ କହିଲେ ଜାଣିଛ? କହିଲେ ସାଧୁଙ୍କୁ କହିଲେ ସାଧୁ ମହାଶୟ ଆପଣ ଯାଇକି ଅମୁକ ଘରଟିକି ଯାଆନ୍ତୁ ହେରି। ସେ ବହୁତ ସାଧୁମାନଙ୍କୁ ସେବା କରୁଛି। ଗାଁ ଲୋକ କିଛି କହିଲେ ଆଉ। ଇଏ ସାଧୁ ମହାତ୍ମା ସେଇଠୁ ଚାଲିଲେ। ଯାଇକି ଗୋଟିଏ ବଣିକ ଘରେ ଯାଇକି ପହଞ୍ଚିଲେ। ବଣିଆଙ୍କ ଘରେ ପହଞ୍ଚିଲେ। ବଣିଆ ଲୋକର ଛୁଆ ପିଲା କିଛି ନାହିଁ।
ସାଧୁ ସନ୍ଥ ଟିକେ ରଖିବାଟା ଟିକେ ଧର୍ମ କରିବାଟା ଟିକେ ସାଧୁମାନଙ୍କ ଧର୍ମ ପାଳନ କରିବାଟା ତାର ଟିକେ ମାନେ ରହି କିଛି ଆଉ ସେ ବଣିଆର ଆଉ ଯେତେବେଳେ ପହଞ୍ଚିଗଲା ଯାଇକି ସାଧୁଙ୍କ ବଣିଆ ଘରେ ସାଧୁଙ୍କୁ ସେଇଠୁ ଯାହା ଯେମିତି ଖିଆପିଆ ଖାଇବାକୁ ଦେଲେ ଇଏ ରହିଲେ ବିଛଣା ପାରିଦେଲେ ବିଛଣାରେ କହିଲେ ସାଧୁ ମହାତ୍ମାଙ୍କୁ ସେଠୁ ସାଧୁ ଶୋଇଲେ ସେ ବିଛଣାରେ ଏଣେ ବଣିଆର ତା ସ୍ତ୍ରୀର ଖିଆ ପିଆ କରିକି ତାଙ୍କ ସେ ବିଛଣାରେ ଶୋଇଲେ କିଛି ଟାଇମ୍ ରାତି ହେଲା ପରେ ଇଏ ବଣିଆର ନିଦୁଟି ଭାଗିଲା ଯେତେବେଳେ ନିଦୁଟି ଭାଗିଲା ଏ ସାଧୁଙ୍କର ଠେଙ୍ଗାଟା ବହୁତ ସୁନ୍ଦର ଠେଙ୍ଗା ହେଇଥାଏ ସିଧା ଠେଙ୍ଗା ଉପରେ ଇଏ ବଣିଆର ଲକ୍ଷ୍ୟ ପଡ଼ିଲା କହିଲା ଆରେ ସାଧୁ ବାବାଙ୍କର ଏତେ ସୁନ୍ଦର ଠେଙ୍ଗା ମାନେ ମନେ ମନେ ଚିନ୍ତା କରିକି କହୁଛି ଏତେ ସୁନ୍ଦର ଠେଙ୍ଗା ଇଏ ବଣିଆ କହୁଛି ସେଇଠୁ କହିଲା ଯାଏ ଟିକେ ଦେଖି ସାଧୁ ବାବାଙ୍କର ଠେଙ୍ଗାଟା କେତେ ସୁନ୍ଦର ଠେଙ୍ଗା ହେଇଛି ଯେତେବେଳେ ଆସିକି ସାଧୁଙ୍କ ଠେଙ୍ଗାକୁ ଧରିଲା ବହୁ ଓଜନ ଲାଗିଲା ପରେ କହିଲା ଆରେ ଏତେ ଓଜନ କ'ଣ ହେଇଛି ଉପରଟା ଦେଖିଲା ବେଳକୁ ଜଉ ଭରା ମରା ହେଇଛି ଜଉ ଭରାଟାକୁ ଖୋଲି ଯେତେବେଳେ ଏମିତି ଢାଳି ଦେଲା 150 ସୁନା ମୋହର ବାହାରିଲା 150 ସୁନା ମୋହର ତା ସ୍ତ୍ରୀ କହୁଛି ତମେ ସାଧୁ ବାବାଙ୍କ ଜିନିଷ କାହିଁକି ଧରୁଛ ତମେ ତାଙ୍କ ଜିନିଷରେ ହାତ କାହିଁକି ମାଇଲ ଇଏ ବଣିଆ କହୁଛି ବାବାଜୀ ମାନଙ୍କ ପାଖରେ ସୁନା ଜିନିଷ ରହିବାଟା ଉଚିତ ନୁହଁ ସେମାନଙ୍କ ପାଖରେ ସୁନା ଜିନିଷ ରହିବାଟା ଉଚିତ ନୁହଁ ତା ସ୍ତ୍ରୀ କହୁଛି ତମେ ବାବାଜୀ ଲୋକ ସାଧୁ ଲୋକ ତମେ ତାଙ୍କର ରଖିଦିଅ ଇଏ ବଣିଆ କହୁଛି ତୁ କିଛି କହନି ଇଏ ଜିନିଷ ମୁଁ ରଖିବାଟା ରଖିବି ଇଏ ବଣିଆ ସେଇଠୁ କ'ଣ କଲା 150 ସୁନା ମୋହର ରଖିଲା ସେ ଠେଙ୍ଗା ଭିତରେ କ'ଣ କଲା ଖପରା ଗୋଡ଼ି ବାଲି ସବୁ ଭରି କରିକି ଜଉ ଭରାକୁ ମାରିଦେଲା ଯେତେବେଳେ ମାରିଦେଲା ଧୀରିକି ଥୋଇଦେଲା ସେଇଠି ସାଧୁଙ୍କର ସକାଳ ପାଇଲା ପରେ ନିଦ ଭାଗିଲା ସାଧୁ ବାବାଙ୍କର ସକାଳ ପାଇଲା ନିଦ ଭାଗିଲା ସେଇଠୁ ଗାଧୁଆ ପାଧୁଆ ବଣିଆ ଘରେ କରିକି କୁମ୍ଭମେଳାକୁ ବାହାରିଲେ ଯିବା ପାଇଁ ଆଉ ଯାଉ କୁମ୍ଭମେଳାରେ ଯାଇକି ପହଞ୍ଚିଲେ ସାଧୁ ବାବା ଜଣକ ଭଗବାନଙ୍କୁ ସେଇଠୁ ଧ୍ୟାନ କଲେ ପ୍ରଭୁ ଆଜି ମୋର ମନସ୍କାମନା ପୂରଣ ହେଇଛି ଭଗବାନଙ୍କୁ ଧ୍ୟାନ କଲେ କେମିତି ହେଲେ ମୁଁ ଆଜି ଲକ୍ଷେ ସାଧୁଙ୍କୁ ଖାଇବାକୁ ଭୋଜନ ଦେବି ସେଠା ଯେଉଁ କୁମ୍ଭମେଳାର ଯିଏ ମାଲିକ ତାଙ୍କୁ କହିଦେଲେ ତମେ ପ୍ରସ୍ତୁତ କର ଲକ୍ଷେ ସାଧୁମାନେ ଆଜି ମୁଁ ଲକ୍ଷେ ସାଧୁମାନଙ୍କୁ ମୁଁ ଭୋଜନ ଦେବି ତମେ ବ୍ୟବସ୍ଥା କର ହଣ୍ଡା ହାଣ୍ଡି ଯାହା ଯେଉଁଠି ଅଛି ସବୁ ସୁବିଧା କରିକି ଯୋଗାଡ଼ କର ଇଏ ସାଧୁ ବାବାଜୀ ଜଣକ କହିଲେ ସେଇଠୁ ସେ ଆଣିକି ଇଏ କଲେ କ'ଣ କଲେ ସେଠୁ ଯୋଗାଡ଼ ଯୋଗଡ଼ି କରି ସେଠୁ ଅଧା ଯୋଗଡ଼ି ସେଠା ସାଧୁ ଯେଉଁ କୁମ୍ଭମେଳାର ମେନ୍ ମାଲା ତାକୁ ସେ କହିଲା ରେ ବାବାଜୀ ଲୋକ ଏତେ ଗୁଡ଼ାଏ ସାଧୁ ସନ୍ଥ ଖାଇବେ କେତେ ପଇସା ଖର୍ଚ୍ଚ ହେବ କ'ଣ କରିବା ତମେ ଯାଇକି ପଚାର କିଛି ସେ ବାବାଜୀ ଲୋକ ଆମକୁ ଦେବେ ସେଇଠୁ ବାବାଜୀଙ୍କ ମାନେ ମେନ୍ ସାଧୁ ଯେଉଁ କୁମ୍ଭମେଳାର ଯେଉଁ ମେନ୍ ମ୍ୟାନେଜର ସେଇଠୁ କହିଲେ ବାବାଙ୍କଠୁ କିଛି ଆଣ ସେଇଠୁ କହିଲେ ବାବା ସାଧୁ ବାବାଙ୍କୁ କହିଲେ ତମେ ଆମକୁ କିଛି କ'ଣ ହେଲେ ଦେଲେ ଆମେ ଆଉ ସଂଗ୍ରହ ଯୋଗାଡ଼ି କରିବୁ ତାପରେ ତମେ ଦେବ ଏଇ ସାଧୁ ଜଣକ କ'ଣ କଲେ କହିଲେ ହଁ ବାବା ତାହେଲେ ମୁଁ ତୁମକୁ କିଛି ଦେଇଦେଲେ ତୁମେ ଯୋଗାଡ଼ପତ୍ର କରିବ ତାପରେ ମୁଁ ଦେବି ଆଉ ଏ ସାଧୁ ବାବାଜୀ ଜଣକ କ'ଣ କଲେ ଗୋଟିଏ ଅଲଗା ରୁମ୍କୁ ଗଲେ ଦୁଆର ଝରକା ଦେଲେ ଠେଙ୍ଗାଟିର ଜଉ ଭରାଟାକୁ ଖୋଲିଦେଲେ ଖୋଲିକି ଯେତେବେଳେ ଏମିତି ଢାଳି ଦେଇଛନ୍ତି ଦେଖିଲେ କ'ଣ ନା ଖାଲି ଗୋଡ଼ି ଖପରା ବାଲି ମାଟି ସେ ଭିତରେ ପଇଛି ଦେଖିଦେଇକି ବାବାଜୀଙ୍କର ହୋସ ଉଡ଼ିଗଲା ଏଇଠୁ କ'ଣ କରିବେ ବାବାଜୀ ଜଣକ ସେଠୁ ଉଠି କହିଲେ ହେ ପ୍ରଭୁ ମୋତେ ଭଗବାନ କି ମାନେ ଇଏରେ ପକେଇଲ ଏତେ ଇଏରେ କଷ୍ଟରେ କାହିଁକି ପକେଇଲ ମୁଁ କଥା ଦେଇସାରିଛି ଲକ୍ଷେ ସାଧୁଙ୍କୁ ଖାଇବା ପାଇଁ ମୁଁ ଏବେ କେଉଁଠୁ ତାଙ୍କମାନଙ୍କୁ ଦେବି ଖାଇବାକୁ ସକାଳ ରାତି ପାଇଲେ କେମିତି ମୁହଁ ଦେଖେଇବି ମୁଁ ଏଇଆ ଭାବିକି ସାଧୁ ଜଣକ ବାହାରକୁ କୁମ୍ଭମେଳା ବାହାରକୁ ପଳେଇ ଆସିଲେ ଭଗବାନଙ୍କୁ କହିଲେ ହେ ଭଗବାନ ତମେ ମୋତେ କି ପରୀକ୍ଷାରେ ପକେଇଲ କାହିଁକି ଏତେ ବଡ଼ ଭୁଲ ମୋତେ ମାନେ ଏତେ ବଡ଼ ଦଶାରେ ଦେଲ ମୁଁ ଏତେ ପରିଶ୍ରମର ମୂଲ୍ୟ ମୋର କୁଆଡ଼େ ଗଲା ଏହା କହିକି କହିଲେ ନାଇଁ ପ୍ରଭୁ ମୁଁ ଏ ଆତ୍ମା ରଖିବିନି କି ସକାଳ ରାତି ପାଇଲା ବେଳକୁ ମୁଁ ଦେଖେଇବିନି ମୋ ଜୀବନ ମୁଁ ହାରିଦେବି ସେଇଠି ବାବାଜୀ ଜଣକ କ'ଣ କଲେ ନା ଜୀବନ ହାରିଦେଲେ ମରିଗଲେ କ'ଣ ସରିଗଲା ସବୁ ନା ବାବାଜୀ ମରିଗଲାଠୁ ସବୁ କାମ ଶେଷ ହେଇଗଲା ନାଇଁ ପୁଣି
ଦଣ୍ଡ ଅଛି ନା, ଆଉ ଦଣ୍ଡ ମିଳିବ, ପୁଣି ଦଣ୍ଡ ମିଳିବ କାହାକୁ ନା ବଣିଆକୁ ଦଣ୍ଡ ହିଁ ମିଳିବ। ସେଇଠୁ ବଣିଆର ତା ବର୍ଷ ଗୋଟେ ପୁଅଟିଏ ଜନ୍ମ ହେଲା। ଆସ୍ତେ ଆସ୍ତେ ବଡ଼ ହଉ 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 18 ବର୍ଷ କାଳ ବଡ଼ 18 ବର୍ଷ କାଳ ହେଲା, ଭାରି ସୁନ୍ଦର ପୁଅ ହେଲା। ବଣିଆ ମଧ୍ୟ ବଣିଆଣିର 5 ମିନିଟ୍ ମଧ୍ୟ ପୁଅକୁ ଛାଡ଼ୁନାହାନ୍ତି କୁଆଡ଼େ। ଯେଉଁ ଯେତେବେଳେ ସୁନା ମୋହର ରଖିଥିଲେ ବାବାଜୀଙ୍କର, ସେ ସୁନା ମୋହର 150 ସୁନା ମୋହର ରଖିବା ପରେ ଧନ ବଢ଼ିଲା, ଯେ ଅପାର୍ଯ୍ୟତ୍ୟ ଧନ ବଢ଼ିଲା। ଇଏ ବଣିଆର ନାହିଁ ନଥିଲା, ବଣିଆ ତାଙ୍କ ଦେଶର ରାଜାଙ୍କଠୁ ବି ଅଧିକା ଧନ ହୋଇଗଲା। ଏତେ ଧନ ବଢ଼ିଲା ଯେ ବଣିଆର, ତା ଧନ ବଢ଼ିବା ଭିତରେ ପୁଣି ପୁଅ ଜନ୍ମ ହେଲା। ପୁଅ ବଡ଼ ହେଲା, ଅତି ସୁନ୍ଦର ପୁଅ ହେଲା। ଯିଏ ମାନେ ଅତି ସୁନ୍ଦର ଘଡ଼ିଏ ଯିଏ ନ ଚାହିଁବ ସେ ଘଡ଼ିଏ ଚାହିଁବ ସେ ପୁଅକୁ, ଏତେ ସୁନ୍ଦର ମାନେ ଏତେ ସୁନ୍ଦର ପୁଅ। କିଛି ଦିନ ଗଲା ପରେ ପୁଅକୁ ସେଠୁ 18 ବର୍ଷ ହେଲା। ବଣିଆକୁ ତା ସ୍ତ୍ରୀ କି ଏ ପୁଅ କହିଲା, ବାପା ଆଉ ମୁଁ ମାଘ ମାସ କୁମ୍ଭ ମେଳାରେ ମୁଁ 1,00,000 ସାଧୁଙ୍କୁ ଖାଇବାକୁ ଦେବି। ବଣିଆ କହିଲା, ଏତେ ପଇସା? ହଉ ହଉ ହଉ, ଖାଇବାକୁ ଯଦି ଦେବ ଠିକ୍ ଅଛି, ଦିଏ, କିଛି କଥା ନାହିଁ। ଆଉ କ'ଣ ନାହିଁ ଯେ ଆମର ଅସୁବିଧା, ତୁ ଚାଲ ଖାଇବାକୁ ଦେବୁ। ଏଣେ ପୁଅ ବାପ ମା ଚାଲିଲେ ମାଘ ମାସ କୁମ୍ଭ ମେଳାକୁ। ସେଠାକାର କୁମ୍ଭ ମେଳାର ଯେଉଁ ଯିଏ ମେନ୍ ମାଲିକ, ତାଙ୍କୁ ଯାଇକି ବଣିଆର ପୁଅ କହିଲା, 1,00,000 ସାଧୁଙ୍କ ପାଇଁ ଖାଇବା ଆୟୋଜନ କର, ମୁଁ ଭୋଜନ ଦେବି 1,00,000 ସାଧୁଙ୍କୁ। ସେଠୁ ଯାହା ଯେମିତି କରିକି ଯୋଗାଡ଼ ଯୋଗଡ଼ିକି ଚାଲିଲା। 1,00,000 ସାଧୁ ଖାଇଲେ। 1,00,000 ସାଧୁଙ୍କ ପାଇଁ ଗୋଟିଏ ସୁନା ମୋହର ମଧ୍ୟ ଦେଲେ। ଏ ପୁଅକୁ ଜୟକାର କହି ସେଠୁ ଯେ ଯୁଆଡ଼େ ସମସ୍ତେ ସାଧୁମାନେ ଗଲେ ସେଠୁ। କାହିଁକିନା ବୁଢ଼ା କାଳେ ପୁଅ ହେଇଛି ନା ଇଏ ବଣିଆର, ବହୁତ ଖୁସି। ସମସ୍ତେ ବି ଇଏ ଯୁବକ ମଧ୍ୟ ଧ୍ୟାନ ବ୍ରାହ୍ମଣ ଇଏ ସାଧୁ ସନ୍ଥ ବୈଷ୍ଣବ ସମସ୍ତଙ୍କୁ ଦାନ ପୁରା ଯିଏ ଯାହା ମାଗିଲା ସମସ୍ତଙ୍କୁ ଦେଲା। ଅଭାବ ତ ସମସ୍ତଙ୍କୁ ଦେଲା। ଯିଏ ଯାହା ମାଗିଲା ଇଏ ବଣିଆର ପୁଅ ସମସ୍ତଙ୍କୁ ଦାନ ଦେଲା, କାହାକୁ ଦୁଆର ମୁହଁରୁ ଫେରିନି। ଯିଏ ତ ଯାହା ମାଗିଲା ଦେଲା। ଆଉ ଏମିତି ଗଲା। ସବୁ ବାବାଜୀ ମାନେ ସେଠୁ ଖାଲି ହେଇଗଲେ। କୁମ୍ଭ ମେଳାରୁ ଭୋଜନ ଖାଇଲେ, ଗୋଟିଏ ସୁନା ମୋହର ଦେଲା, 1,00,000 ସୁନା ମୋହର। ସେଇଠୁ କିଛି ଟାଇମ୍ ଗଲା। ଆଉ ପୁଅ ପଚାରିଲା ବଣିଆକୁ, ତା ବାପାକୁ ପଚାରିଲା, ବାପା 18 ବର୍ଷ ତଳର କଥା ଚିନ୍ତା କଲ। ତମେ 18 ବର୍ଷର ତଳର କଥା ଚିନ୍ତା କର। ତମେ ଗୋଟେ ସାଧୁ ତମ ପାଖକୁ ଆସିଥିଲେ, ତମେ ତାଙ୍କ ଠେଙ୍ଗାରୁ 150ଟି ସୁନା ମୋହର ରଖିନଥିଲ? ଇଏ ପୁଅ ସେଠି ବଣିଆ କହିଲା, ପୁଅ ତୁ କି ଜାଣିଲୁ? ମା ତୁ ସତ କଥା କହିଲୁ, ବାପା ରଖିନଥିଲେ? ନା ହଁ, ମୁଁ ମନା କରିଛି, ତୋ ବାପା କିଛି ଶୁଣିଲାନି। କହିଲା, ତୋର କ'ଣ ଅଛି, ମୁଁ ରକ୍ଷାଟା ରଖିବି। ତୋ ବାପା କହିଲା, ମୁଁ ରକ୍ଷାଟା ରଖିବି, ମୁଁ ମନା କରିଛି, ସାଧୁ ସନ୍ତଙ୍କ ଜିନିଷ ଆମେ କାହିଁ ରଖିବା। ତେଣୁକରି ତୋ ବାପା ମାନିଲାନି। ସେ ଜିନିଷ କାଢ଼ିକି ସୁନା ମୋହର 150 କାଢ଼ି ଦେଇକି ମାଟି ଖପରା ଗୋଡ଼ି ଭିତରେ ସେ ଠେଙ୍ଗା ଭିତରେ ଭରି କରିକି ଚଉସେରା ଯେଉଁ ସିଲ୍ ମାରିଦେଇକି ସେଇଠି ଥୋଇଦେଲେ। ସେଇଠୁ ପୁଅ କ'ଣ କହିଲା, ଦେଖ ତମେ ଯେଉଁ ସାଧୁ କେଉଁଠୁ ଠକିକି ରଖିଥିଲ 150 ସୁନା ମୋହର, ଏବେ ଦେଖ ମୁଁ ତମରି ଘରେ ଜନ୍ମ ହୋଇଛି, ତମରି କୋଳରେ ଜନ୍ମ ହୋଇଛି, ମୁଁ ସେଇ ସାଧୁ। ଏବେ ଦେଖ ମୁଁ କେତେ ଲୋକଙ୍କୁ ଦେଲି ଖାଇବାକୁ, 1,00,000 ସାଧୁମାନଙ୍କୁ ଦେଲି, 1,00,000 ସୁନା ମୋହର ଦେଲି, ତାପରେ କେତେ ମାନେ ଦାନ ଧନ କଲି। ଏ ସବୁ ଯେତେବେଳେ କହିଲା ଏକଥା, ସେଠୁ ପୁଅ ପଚାରିଲା ବାପା ବୋଉକୁ ପଚାରିଲା, ତମେ ଅତି ଭଲ କାହାକୁ ପାଅ? ତମ ଜୀବନ ଭିତରେ ତମେ ଅତି କାହାକୁ ଭଲ ପାଅ? ନାରେ ପୁଅ, ତୋତେ ଛାଡ଼ିଦେଲେ ଆମର ଆଉ କିଏ ଅଛି? ବଣିଆ ସ୍ତ୍ରୀର କହୁଛନ୍ତି, ତୋତେ ଛାଡ଼ିଦେଲେ ଆମ ଜୀବନ ଭିତରେ କିଏ ଆଉ ଅଛି? ତୁ ତ ଆମର ଜୀବନ, ତୁ ତ ଆମର ଧନ, ତୁ ତ ଆମର ସବୁକିଛି। ଯେତେବେଳେ ଏତେ କଥା କହିଦେଇକି କହିଲେ ବାପାର ବୋଉର, ଇଏ ଯୁବକ ଜଣକ କ'ଣ କଲା, ମୁଣ୍ଡରେ ହାତ ଦେଇକି ସେଇଠିକି ନେଇ ଗଡ଼ିକି ପଇଲା। କହିଲା ଆଗ ବାପାକୁ ବୋଉକୁ, କହିଲା ମୁଁ ଆଜିଠୁ ଚାଲିଲି, ମୁଁ ଗଲି ଆଜିଠୁ। ଏତିକି କହିଦେଇକି ସେଇଠି ମୁଣ୍ଡରେ ହାତ ଦେଇକି ସେଇଠି ପଡ଼ିକି ମଲା। ଦେଖ, ଯଦି ସାଧୁ ବାବାଙ୍କର ଠକି ନଥାନ୍ତା ଏ ବଣିଆ, ତାହେଲେ କିଛି ଅସୁବିଧାରେ ପଡ଼ିନଥାନ୍ତା। ସାଧୁ ବାବାଙ୍କର ଠକିଲା, ଚୋରି କରିକି ରଖିଲା। କୃପଣ ବଣିଆ ଯଦି କିଛି ମାନେ ଇଏ କରିଥାନ୍ତା, ବାବାଙ୍କର କିଛି ଠକ କାମ କରିନଥାନ୍ତା, ସୁନା ମୋହର ନ ରଖିଥାନ୍ତା, ଏ ଅବସ୍ଥା କାହିଁକି ହେଇଥାନ୍ତା? ତାଙ୍କରି ଘରେ ସେଇ ସାଧୁ ଜନ୍ମ ନେଲେ, ବଣିଆଙ୍କ ଘରେ।
ନିଜେ କେତେ ସାଧୁସନ୍ଥକୁ ଖୁଆଇବାକୁ ଦେଲେ, ସବୁ କଥା ପଚାରିଲେ, ଲାଷ୍ଟକୁ ବାପ ମା' ଯେମିତି କର୍ମ କରିଥିଲେ ସେମିତି ଫଳ ପାଇଲେ, ଯେମିତି ସେମିତି ଦଣ୍ଡ ପାଇଲେ। ଏ ବାପ ମା' ଏ ବାପ ବଣିଆ ବାପ ଯେମିତି ମାନେ କର୍ମ କରିଥିଲା ସେମିତି ହିଁ ଦଣ୍ଡ ମିଳିଲା। ବଣିଆକୁ ଇଏ ସାଧୁ ବାବାଙ୍କୁ ଠକିଥିଲା, ପୁଅ ରହିଲା ନା କିଏ ରହିଲା? ପୁଅ ଗଲା। ସ୍ୱାମୀ ସ୍ତ୍ରୀ ଆଗ ସେଇଠୁ ହାହାକାର ପୁଅ ପୁତ୍ର ପୁତ୍ର କହିକି ଜୀବନ ଛାଡ଼ିଲା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।